ମତେ ବେଳେ ବେଳେ ଭାରି ହସ ଲାଗେ ସେଇମାନଙ୍କ ଉପରେ ଯେଉଁମାନେ ମତେ ବଦନାମ କରି ମତେ ଦୋଷ ଦେଇ ନିଜକୁ ସତୀ ବୋଲି ଦେଖେଇ ହୁଅନ୍ତି। ଆଉ ଦୁନିଆ ସେମାନଙ୍କୁ କେଉଁ ନଜରରେ ଦେଖେ ସେଇଟା ସେମାନେ ବୁଝିପାରନ୍ତି। ଏଇଟା କେବଳ ମୁଁ ମୋ କଥା କହୁନି ଆଜ୍ଞା, ଏଇଟା ସମସ୍ତଙ୍କ ସହିତ ନିଶ୍ଚିତ ଭାବେ ଘଟୁଥିବ ଯେ ଆପଣଙ୍କୁ ଆକ୍ଷେପ କରି କୁହାଯାଉଥିବ, ଆପଣଙ୍କୁ ବଦନାମ କରାଯାଉଥିବ, ଆପଣଙ୍କୁ ଦୋଷ ଦିଆଯାଉଥିବ। କିନ୍ତୁ ଯେଉଁ ଲୋକଟି ଏତେ ସବୁ କାମ କରେ ସେ ଲୋକଟି ତା ନିଜକୁ କେତେବେଳେ ନିଜେ ତର୍ଜମା କରିପାରେ ନାହିଁ। ଏବଂ ସେଇ ଲୋକଟି ଯିଏ ଆପଣଙ୍କୁ ଅନେକ ସମୟରେ ଆକ୍ଷେପ କରେ, ବଦନାମ କରେ, ଦୋଷ ଦିଏ, ତାକୁ ସମାଜ କେଉଁ ନଜରରେ ଦେଖୁଛି, ତାକୁ ସମାଜ କେଉଁ ସ୍ଥାନରେ ରଖିଛି, ସେ କଥା ମଧ୍ୟ ସେ କେବେ ତର୍ଜମା କରିନାହିଁ। କିନ୍ତୁ ଅନ୍ୟକୁ ଦୋଷ ଦେବା, ଅନ୍ୟ ଆକୁ ଆକ୍ଷେପ କରିବା, ଏସବୁ କଥାରେ ସେ ଏତେ ମାତ୍ରାରେ ମଜ୍ଜି ଯାଇଥାଏ ଯେ ନିଜକୁ ପରଖି ପାରିବାର ସେ ସାହସ, ସେ ସମୟ ତା ପାଖରେ ନଥାଏ। ସେଇଥିପାଇଁ ତ କହୁଛି, କେବେ କାହାକୁ ଆକ୍ଷେପ କରିବା ପୂର୍ବରୁ, କେବେ କାହାକୁ ଦୋଷ ଦେବା ପୂର୍ବରୁ ଥରେ ନିଜକୁ ନିଜେ ତର୍ଜମା କରିବା ଜରୁରୀ। ଥରେ ନିଜକୁ ନିଜେ ପରଖି ନେବା ଜରୁରୀ ଯେ ମୋ ଉପରେ ଏ ଦୁନିଆ, ଏ ସମାଜ କେତେ ହସୁଛି, କେତେ ଆଙ୍ଗୁଳି ଉଠଉଛି, କେତେ ଦୋଷ ଦେଉଛି। ଯେଉଁଦିନ ଏ ସମାଜ ମତେ ଦୋଷ ଦେବନି, ଆଙ୍ଗୁଳି ଉଠେଇବନି, ଆକ୍ଷେପ କରିବନି, ସେଇଦିନ ସିନା ମୁଁ ଜାଣିବି ଯେ ମୋ ଭିତରେ କିଛିଟା ଭଲ ଗୁଣ ଅଛି। ନହେଲେ ମୁଁ ଅନ୍ୟ ଲୋକର ଖରାପ ଗୁଣ ବାଛିକି କ'ଣ ବା ଲାଭ ପାଉଛି? ଏଇ ତ ଜୀବନର କଥା।